मूकं करोति वाचालं पङ्गुलङ्घयते गिरिं ଯତ୍କୃପାତମହଂ ବନ୍ଦେ ପରମାନନ୍ଦମାଧବମ୍। ଯାହାଙ୍କର କୃପା ମୁକକୁ ବାଚାଳ କରି ପଙ୍ଗୁକୁ ପର୍ବତ ଲଙ୍ଘନ କରାଏ, ମୁଁ ସେହି ପରମାନନ୍ଦ ମାଧବକୁ ବନ୍ଦନା କରୁଅଛି। ଶ୍ରୀକୃଷ୍ଣ କହିଛନ୍ତି, କେହି ନିଜର ନୁହନ୍ତି, ସତ୍ୟକୁ ସ୍ୱୀକାର କରନ୍ତୁ। ଏଠି ସବୁ ସମ୍ପର୍କ ମିଛ। ତୁମେ କାହାର କାମରେ ଆସୁଛ, ସେଥିପାଇଁ ତୁମକୁ କେହି ଭଲ ପାଉଛନ୍ତି। ତୁମେ ଯଦି କେଉଁ କାମର ଯୋଗ୍ୟ ନୁହଁ, ତୁମକୁ କେହି ଭଲ ପାଇବେ ନାହିଁ। ଏମିତି ଅନେକ ତଥ୍ୟ ଆସିବ। ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ସର୍ବପ୍ରଥମେ ଆପଣଙ୍କ ପାଖକୁ ପହଞ୍ଚିବ। ବେଲ୍ ଆଇକନ୍କୁ ଦବାଇ ଦେଇ ସେୟାର କରନ୍ତୁ, ଯେପରି ସମସ୍ତେ ଧର୍ମ ସଂସ୍କୃତି ବିଷୟରେ ଜାଣିପାରିବେ। ଚାଲନ୍ତୁ ଜାଣିବା ଶ୍ରୀମଦ୍ ଭଗବଦ ଗୀତା ସାର ଶ୍ଲୋକ 2ୟ ଅଧ୍ୟାୟ ଭାଗ 2। ଶୁକ୍ଲାମ୍ବରଧରଂ ପ୍ରବକ୍ଷ୍ୟାମି ଯଦୁକଂ ଗ୍ରନ୍ଥକୋଟିଭିଃ ବ୍ରହ୍ମ ସତ୍ୟଂ ଜଗନ୍ମିଥ୍ୟା ଜୀବ ବ୍ରହ୍ମୈବ ନାପରଃ। ଅର୍ଥାତ୍ କୋଟି ଗ୍ରନ୍ଥରେ ଯାହା ଉକ୍ତ ହୋଇଛି ତାହା ମୁଁ ଅର୍ଦ୍ଧ ଶ୍ଲୋକରେ କହୁଛି। ବ୍ରହ୍ମ ସତ୍ୟ ଜଗତ୍ ମିଥ୍ୟା, ଅର୍ଥାତ୍ ବ୍ରହ୍ମା ବ୍ୟତୀତ ସତ୍ତା ଜଗତର ନାହିଁ। ଜୀବ ହିଁ ବ୍ରହ୍ମ, ଅନ୍ୟ କିଛି ନୁହେଁ। ସଂଖ୍ୟାଯୁଗ ଅନ୍ତବନ୍ତ ଇମେ ଦେହା ନିତ୍ୟସୋକ୍ତଃ ଶରୀରିଣ ଅନାସୀନୋ ପ୍ରମେୟସ୍ୟ ତସ୍ମାତ୍ ଯୁଧ୍ୟସ୍వ ଭାରତ। ଏନଂ ବେତି ହନ୍ତିରଂ ଯସ୍ମୈନ ମନ୍ୟତେ ହତମ୍ ଉଭ୍ୟତେନ ବିଜାନୀतो ନାୟଂ ହନ୍ତି ନ ହନ୍ୟତେ। ଅର୍ଥାତ୍ ଏହା ବିଚ୍ଛିନ୍ନ ଜୀବାତ୍ମାର ଏହି ସମସ୍ତ ଶରୀର ନଶ୍ୱର ବୋଲି କଥିତ ହୋଇଛି, କିନ୍ତୁ ଆତ୍ମା ନିତ୍ୟ, ଅବିନାଶୀ ଓ ଅପ୍ରମେୟ। ପ୍ରତ୍ୟକ୍ଷାଦ୍ ହିଁ ପ୍ରମାଣ ଦ୍ୱାରା ଉପଲବ୍ଧି କରିବାର ଅଯୋଗ୍ୟ। ଅତଏବ ହେ ଅର୍ଜୁନ, ତୁମେ ଯୁଦ୍ଧ କର। ଯେ ଆତ୍ମାକୁ ହନ୍ତା ବୋଲି ମନେ କରେ ଏବଂ ଯେ ଆତ୍ମାକୁ ନିହତ ମନେ କରେ, ସେମାନେ ଉଭୟ ଯେ ଆତ୍ମାର ପ୍ରକୃତ ସ୍ୱରୂପ ଜାଣନ୍ତି ନାହିଁ। ଆତ୍ମା କାହାକୁ ବଦ୍ଧ କରେ ନାହିଁ, ପୁଣି କାହାରି ଦ୍ୱାରା ହତ ମଧ୍ୟ ହୁଏ ନାହିଁ। ନ ଜାୟତେ ମିତ୍ରେ ବା କଦାଚିନ୍ ନାୟଂ ଭୂତ୍ୱା ବସିତା ବା ନ ଭୂୟଃ ଅନୋ ନିତ୍ୟଃ ଶାଶ୍ୱତୋऽୟଂ ପୁରାଣೋ ନ ହନ୍ୟତେ ହନ୍ୟମାନେ ଶରୀରେ। ଦେବା ବିନାଶିनं ନିତ୍ୟଂ ସ ଈନମଜଂ ବ୍ୟୟଂ କଥଂ ସ ପୁରୁଷଃ ପାର୍ଥ କଂ ଘାତୟତି ହନ୍ତିକମ୍। ଅର୍ଥାତ୍ ଏହି ଆତ୍ମା କେତେବେଳେ ହେଲେ ଜନ୍ମଗ୍ରହଣ କରେ ନାହିଁ କିମ୍ବା ମୃତ୍ୟୁ ମୁଖରେ ପତିତ ହୁଏ ନାହିଁ। ଆତ୍ମା ଅନ୍ୟାନ୍ୟ ଜାତ ବସ୍ତୁ ସଦୃଶ ଜନ୍ମଗ୍ରହଣ କରି ଅସ୍ତିତ୍ୱ ଲାଭ କରେ ନାହିଁ, କାରଣ ସତ୍ ରୂପେ ଆତ୍ମା ଚିର ବିଦ୍ୟମାନ। ଆତ୍ମା ଜନ୍ମ ରହିତ, ନିତ୍ୟ, ଶାଶ୍ୱତ ଏବଂ ପୁରାଣ। ଶରୀରର ବିନାଶରେ ଆତ୍ମାର ବିନାଶ ହୁଏ ନାହିଁ। ଯେ ଆତ୍ମାକୁ ଅବିନାଶୀ, ନିତ୍ୟ, ଜନ୍ମରହିତ ଓ ଅବ୍ୟୟ ବୋଲି ଜାଣେ, ବାଷ୍ମାସି ଜନ୍ନାନି ଯଥା ବିହାୟ ବିନା ନବାନି ଗୃହଣାତି ନରୋପରାଣି ତଥା ଶରୀରାଣି ବିହାୟ ବନ୍ନ ନନ୍ୟାନି ସଂଯାତି ବନାନି ଦେହି ନୈନଂ ଛିଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ନ ଚୈनं କ୍ଲେଦୟନ୍ୟାତ୍ୟାମ୍ପୋ ନ ଶୋଷୟତି ମରୁତଃ। ଅର୍ଥାତ୍ ହେ ଅର୍ଜୁନ, ସେ ବ୍ୟକ୍ତି କିପରି କାହାକୁ ହତ୍ୟା କରେ ବା କରାଏ, ଅର୍ଥାତ୍ ସେ ବ୍ୟକ୍ତି ପକ୍ଷରେ
ଅନ୍ୟକୁ ବଦ୍ଧ କରିବା ବା କରାଇବା ଭଳି ଭାବେ ସମ୍ଭବ। ଯେପରି ମନୁଷ୍ୟ ଜୀର୍ଣ୍ଣ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରେ, ସେହିପରି ଜୀବାତ୍ମା ମଧ୍ୟ ଜୀର୍ଣ୍ଣ ଶରୀର ପରିତ୍ୟାଗ କରି ଅନ୍ୟ ନୂତନ ଶରୀର ପରିଗ୍ରହଣ କରେ। ଶସ୍ତ୍ରାହି ଏହି ଆତ୍ମାକୁ ଛେଦନ କରିପାରେ ନାହିଁ, ଅଗ୍ନି ଏହାକୁ ଦଗ୍ଧ କରିପାରେ ନାହିଁ, ଜଳ ଏହାକୁ ଆର୍ଦ୍ର କରିପାରେ ନାହିଁ, ବାୟୁ ମଧ୍ୟ ଆତ୍ମାକୁ ଶୁଷ୍କ କରିପାରେ ନାହିଁ। ଅଚ୍ଛେଦ୍ୟୋ ଯମଦ୍ବାହୋ ୟୟଂ କ୍ଲେଦୋ ସ୍ୱସ୍ୟ ଏବ ଚ ନିତ୍ୟଃ ସର୍ବଗତଃ ସ୍ଥାଣୁର ଚଲୋऽୟଂ ସନାତନଃ ଅବ୍ୟକ୍ତୋ ଯମା ନିତ୍ዮ ଚିନ୍तो ଯମା ବିକାର୍ଯୋ ୟମୋଚ୍ୟତେ ତସ୍ମାଦେବଂ ବିବିତ୍ୱେନ ନାନୁଶୋଚତୁ ମହର୍ଷି। ଅର୍ଥାତ୍ ଏହି ଆତ୍ମା ଛେଦନର, ଦଗ୍ଧ ବା ଶୁଷ୍କ ହେବାର ଅଯୋଗ୍ୟ, କାରଣ ଏହା ନିତ୍ୟ, ସର୍ବବ୍ୟାପୀ, ସ୍ଥିର, ଅଚଳ ଓ ସନାତନ। ଏହି ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ ଓ ଅବିକାରୀ ବୋଲି ଶାସ୍ତ୍ରରେ କୁହାଯାଇଛି। ଅତଏବ ଯଥୋକ୍ତ ପ୍ରକାରେ ଆତ୍ମାର ସ୍ୱରୂପ ଜାଣି ତୁମର କାହାରି ମୃତ୍ୟୁରେ ଅନୁଶୋଚନା କରିବା ଉଚିତ ନୁହେଁ। ସାଂଖ୍ୟଯୋଗ ଅଥ ଚୈନଂ ନିତ୍ୟଂ ଜାତଂ ନିତ୍ୟଂ ବା ମନ୍ୟସେ ମୃତଂ ତଥାପି ତ୍ୱଂ ମହାବାହୋ ନୈनं ଶୋଚିतो ମହର୍ଷି। ଜାତସ୍ୟ ହି ଧ୍ରୁବೋ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ୍ୟୁସ୍ୟ ଚ ତସ୍ମାତ୍ ପରିହାର୍ଯ୍ୟୋତ୍ଥେନ ତ୍ୱଂ ଶୋଚିतो ମହର୍ଷି। ଅର୍ଥାତ୍ ଆଉ ଯଦି ତୁମେ ମନେ କର ଯେ ଆତ୍ମା ପ୍ରତି ଦେହର ଜନ୍ମ ସଙ୍ଗେ ସଙ୍ଗେ ଜନ୍ମଗ୍ରହଣ କରେ ଏବଂ ପ୍ରତି ଶରୀରର ବିନାଶରେ ଏହା ବିନଷ୍ଟ ହୁଏ, ତାହାହେଲେ ହେ ମହାବାହୋ, ଏହା ପାଇଁ ତୁମର ଶୋକଂ ସନ୍ତାପ ହେବା ଉଚିତ ନୁହେଁ। ଯେହେତୁ ଯେ ଜାତ ହୁଏ ତାର ମୃତ୍ୟୁ ନିଶ୍ଚିତ, ପୁଣି ଯିଏ ମରେ ତାର ଜନ୍ମ ମଧ୍ୟ ଅବଶ୍ୟମ୍ଭାବୀ। ଅତଏବ ଏ ଅପରିହାର୍ଯ୍ୟ ବିଷୟରେ ଶୋକ କରିବା ତୁମ ପକ୍ଷେ ଉଚିତ ନୁହେଁ। ଅବ୍ୟକ୍ତାଦୀନି ଭୂଣାନି ବ୍ୟକ୍ତମଧ୍ୟାନି ଭାରତ ଅବ୍ୟକ୍ତାନି ଧନାନ୍ୟେବ ତତ୍ର କା ପରିଦେବନା। ଅର୍ଥାତ୍ ହେ ଅର୍ଜୁନ, ଜୀବଗଣ ପ୍ରଥମେ ଅବ୍ୟକ୍ତ ରୂପେ ଥିଲେ ମଧ୍ୟ, ଅର୍ଥାତ୍ ସ୍ଥିତ କାଳରେ ପ୍ରକାଶିତ ହୋଇଛନ୍ତି, ବିନାଶାନ୍ତେ ଅର୍ଥାତ୍ ପ୍ରଳୟ କାଳରେ ପୁଣି ଅପ୍ରକାଶିତ ଅବସ୍ଥାକୁ ଯିବେ। ଅତଏବ ସେଥିପାଇଁ ଶୋକ କାହିଁକି? ଆଶ୍ଚର୍ଯ୍ୟବତ୍ ପଶ୍ୟତି କଶ୍ଚିଦେନ ମାଶ୍ଚର୍ଯ୍ୟବତ୍ ବଦତି ତଥୈବ ଚାନ୍ୟଃ ଆଶ୍ଚର୍ଯ୍ୟବର୍ଚ୍ଚିନମନ୍ୟଃ ଗୃଣୋତି ଶ୍ରୁତ୍वा ପିନ୍നം ବେଦନା ଚୈవ କୋଶ୍ଚିତା ଦେହି ନିତ୍ୟଂ ବଧ୍ୟୋऽୟଂ ଦେହେ ସର୍ବସ୍ୟ ଭାରତ ତସ୍ମାତ୍ ସର୍ବାଣି ଭୂତାନି ন ତ୍ୱଂ ଶୋଚିତୋ ମହର୍ଷି। ଅର୍ଥାତ୍ କେହି ଆତ୍ମାକୁ ଆଶ୍ଚର୍ଯ୍ୟବତ୍ କିଛି ବୋଲି ବୋଧ କରନ୍ତି, କେହି ଏହାକୁ ଅଦ୍ଭୁତ ରୂପେ ବର୍ଣ୍ଣନା କରନ୍ତି, ପୁଣି କେହି ବା ଏହାକୁ ଆଶ୍ଚର୍ଯ୍ୟବତ୍ ଶ୍ରବଣ କରନ୍ତି, ଅଥଚ ଶୁଣି ବାକ୍ୟ ଦ୍ୱାରା ପ୍ରକାଶ କରି ବା ଦେଖି ମଧ୍ୟ ଏହାକୁ କେହି ଜାଣିପାରନ୍ତି ନାହିଁ। ସ୍ୱଧର୍ମପି ଚାବେକ୍ଷଣ ବିକମ୍ପିତୁମହର୍ଷ ଧର୍ମ୍ୟାଧିଯୁଦ୍ଧଶ୍ଛେୟୋ ନିତ୍ୟକ୍ଷତ୍ରିୟସ୍ୟ ନ ବିଦ୍ୟତେ ଯଦୃଚ୍ଛୟାଚୁପପନ୍नं ସ୍ୱର୍ଗଦ୍ୱାରମମାବୃତम्
सुखिनः क्षत्रियः पार्थ लभन्ते युद्धमीदृशम्। अर्थात हे भारत, प्राणीगणक देहरे अवस्थित आत्मा चिरकाल ही अवध्य तुमर शोक करवा उचित नहे। पुणी निजर धर्म को लक्ष्य करी अर्थात क्षेत्र धर्म विषय विचार कले मध्य तुमर विचलित हेवा उचित नहे। कारण धर्मयुद्ध अपेक्षा क्षत्रिय पक्षरे श्रेयतर साधन आउ किछि नाही। हे पार्थ, अजाचित भावरे प्राप्त बा आगत उन्मुक्त स्वर्गद्वार स्वरूप दुर्योधनादिंकर विद्वेष बुद्धि वशतः यही भारत युद्धर अवतारणा होइअछि एवं पांडव मानंको न्याय्य राज्याधिकारु वंचित करिवा पई सेमाने ए युद्धर आयोजन करिसंति एवं एही हिसाब रे सेमाने पर स्वापहारक एही प्रकार धर्म युद्ध भाग्यवान क्षत्रिय माने ही लाभ करिथांति। अथश्चेत्त्वमिं धर्मं संग्रामं न करिष्यसि ततः धर्मं कीर्तिं च हित्वा पापं वाप्स्यसि। अकीर्तिं चापि भूतानि कथयसन्ति ते व्ययं सर्वावीतस्य चाकीर्तम रणादति रिच्यते। अर्थात आओ जदि तुमे यही धर्म युद्ध न कर ताहेले निज क्षेत्र धर्म ओ कीर्ति परित्याग पाई प्रत्यवाय रूप पापग्रस्त हेब। देख समस्ते चिरकाल तुमर अकीर्ति घोषणा करिवे। आपण श्रीमद् भागवत गीता सार श्लोक सह जानिपारिबे। पर भिडियो रे मु केशव चंद्र जाल यादव। गीता हेउची ज्ञानर मुख्य केन्द्रबिंदु, सच्चा सनातनी हिंदू। जय श्री कृष्ण।